ବର୍ତ୍ତମାନ ଅଙ୍ଗନବାଡ଼ି ଦିଦିଙ୍କ ପାଇଁ ଆସିଲା ବଡ଼ ଖବର। ଅଙ୍ଗନବାଡ଼ିରେ ଖୋଲିଲା କ୍ରେଚ୍। ଆଜିଠାରୁ ଆସନ୍ତା 24 ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ବେଟି ବଚାଓ ବେଟି ପଢ଼ାଓ ଅଭିଯାନ ଅନ୍ତର୍ଗତ ସପ୍ତାହବ୍ୟାପୀ ଜାତୀୟ କନ୍ୟା ସନ୍ତାନ ଦିବସ 2026କୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଶୁଭାରମ୍ଭ କରିଛନ୍ତି। ସେହିପରି କର୍ମଜୀବୀ ମହିଳାମାନଙ୍କ ପାଇଁ ସୁବିଧା ପାଳନା ଅଙ୍ଗନବାଡ଼ି କ୍ରେଚ୍ ଯୋଜନା ଆରମ୍ଭ କରାଯାଇଛି। କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ କାର୍ଯ୍ୟକାରୀ ହୋଇଥିବା ଏହି ଯୋଜନାରେ 6 ମାସରୁ 3 ବର୍ଷ ବୟସର ଶିଶୁଙ୍କର ରହିବା ପାଇଁ ଅଙ୍ଗନବାଡ଼ି କେନ୍ଦ୍ରରେ କ୍ରେଚ୍ ପରିଚାଳନା କରାଯିବ। ପ୍ରଥମ ପର୍ଯ୍ୟାୟରେ ସୁନ୍ଦରଗଡ଼, ସମ୍ବଲପୁର, ମାଲକାନଗିରି, ବୌଦ୍ଧ ଏବଂ ରାୟଗଡ଼ା ବ୍ୟତୀତ ରାଜ୍ୟରେ 25ଟି ଜିଲ୍ଲାରେ 168ଟି ଅଙ୍ଗନବାଡ଼ି କେନ୍ଦ୍ରକୁ ପାଳନା କେନ୍ଦ୍ର ଭାବରେ କାର୍ଯ୍ୟକ୍ଷମ କରାଯାଇଛି। ଏହି କେନ୍ଦ୍ରଗୁଡ଼ିକ ଶିଶୁଙ୍କର ସୁରକ୍ଷା, ପୁଷ୍ଟିସାରଯୁକ୍ତ ଖାଦ୍ୟ, ନିରାପଦର ଶୋଇବା ବ୍ୟବସ୍ଥା, ସ୍ୱାସ୍ଥ୍ୟ ଯାଞ୍ଚ ଏବଂ ଟିକାକରଣ ସହାୟତା ସମେତ ସେବା ପ୍ରଦାନ କରିବା। ଅନ୍ତେବାସୀ ପିଲାମାନଙ୍କ ପାଇଁ ପରିଷ୍କାର ଏବଂ ପୁଷ୍ଟିକର ଖାଦ୍ୟ ସୁନିଶ୍ଚିତ କରିବା ପାଇଁ ପୁରୀ ଏବଂ ଯାଜପୁରର ଉତ୍କଳ ବାଳାଶ୍ରମରେ ଆଧୁନିକ ରୋଷେଇ ଘର ମଧ୍ୟ ଉଦ୍ଘାଟନ କରାଯାଇଥିଲା। ଏଥିସହ ଖୋର୍ଦ୍ଧା ଏବଂ ଗଜପତି ଜିଲ୍ଲାରେ 2ଟି ସମନ୍ୱିତ ବାତ୍ସଲ୍ୟ ସଦନ ପାଇଁ ଆଭାସୀ ମାଧ୍ୟମରେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଆଉ ସେପଟେ ହାଇକୋର୍ଟ ଦେଇଛନ୍ତି ବଡ଼ ରାୟ। ଅଙ୍ଗନବାଡ଼ି କର୍ମୀଙ୍କୁ ବକେୟା ଦରମା 15 ଦିନ ଭିତରେ ଦେବାକୁ ନିର୍ଦ୍ଦେଶ ଦେଇଛି ହାଇକୋର୍ଟ। ଯାଜପୁର ଜିଲ୍ଲା ରସଲପୁର ବ୍ଲକ ପ୍ରଥମଖଣ୍ଡି ଗ୍ରାମ ପଞ୍ଚାୟତର 6 ନମ୍ବର ଅଙ୍ଗନବାଡ଼ି କେନ୍ଦ୍ରରେ ଆବେଦନକାରୀ ଗତବର୍ଷ ଜୁଲାଇ 24 ତାରିଖରୁ ଅଙ୍ଗନବାଡ଼ି କର୍ମୀ ଭାବେ ନିଯୁକ୍ତି ପାଇ ସୁଚାରୁ ରୂପେ କାର୍ଯ୍ୟ କରିଚାଲିଛନ୍ତି। କିନ୍ତୁ ସରକାରଙ୍କ ପକ୍ଷରୁ ତାଙ୍କୁ କୌଣସି ଦରମା ପ୍ରଦାନ କରାଯାଇନଥିଲା। ବାରମ୍ବାର ବିଭିନ୍ନ ସରକାରୀ ଅଫିସରେ ନିଜର ଆବେଦନ କରିବା ସତ୍ତ୍ୱେ ହାଇକୋର୍ଟ ଏହି ମାମଲାକୁ ଗୁରୁତ୍ୱର ସହ ନେଇ ଆବେଦନକାରୀଙ୍କୁ ତ୍ୱରିତ ସମୟ ମଧ୍ୟରେ ବାକି ଦରମା ପ୍ରଦାନ କରିବାକୁ ରାୟରେ ପ୍ରକାଶ କରିଛନ୍ତି। ଆଉ ସେପଟେ ସମସ୍ତ ଅଙ୍ଗନବାଡ଼ିର ସଂଘ ଏବଂ ଅଧିକାରୀଙ୍କ ମଧ୍ୟରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି, ଯେଉଁଥିରେ ଅଧିକାରୀମାନେ ସମସ୍ତ ଅଙ୍ଗନବାଡ଼ି ସଂଘର ଦାବିଗୁଡ଼ିକ ମଞ୍ଜୁର କରିଛନ୍ତି। ଅଙ୍ଗନବାଡ଼ି କର୍ମୀ ଏବଂ ସହାୟିକାଙ୍କର ଦରମା ଅଙ୍ଗନବାଡ଼ି କର୍ମୀମାନେ ଯେଉଁମାନେ ଦୀର୍ଘ ଦିନ ଧରି ସେମାନଙ୍କର ଦାବି ଉପରେ ସରକାରୀ ନିଷ୍ପତ୍ତି ପାଇଁ ଅପେକ୍ଷା କରିଥିଲେ, ଶେଷରେ ସେମାନଙ୍କୁ ବଡ଼ ଉପହାର ମିଳିବାକୁ ଯାଉଛି। କୁହାଯାଉଛି ଯେ ଅଙ୍ଗନବାଡ଼ି କର୍ମୀ ଏବଂ ସହାୟିକାମାନଙ୍କର ଦରମା ବୃଦ୍ଧି ହେବ।